ঠিক বসন্ত বসন্ত এটা হচ্ছে ডিসକନେକ୍ସନ ନୋଟିସ୍ ଲେଖା ହେଇଛି ଆଜ୍ଞା ବୁଝିଲେ କି ଆପଣଙ୍କର ଇଲେକ୍ଟ୍ରିକ୍ ଯେଉଁ ଜାଳୁଛନ୍ତି ସେଥିରେ ବାକି ପଇସା ଅଛି ଆଜ୍ଞା 12,308 ଟଙ୍କା ବାକି ଅଛି ଆପଣ ଆକୁ ଡିପୋଜିଟ୍ କାହିଁ କରୁନାହାନ୍ତି ଆଜି ସାର୍ ମୁଁ ସାର୍ ଚାଷୀ ବନ୍ଧୁ ଲୋକ ସାର୍ ମୁଁ ସାର୍ ଖଟିଲେ କାଲି ସାର୍ ଏତେ ପଇସା ସାର୍ ମୁଁ ଦେଇପାରିବି ମୁଁ କ'ଣ କହିବି ଆପଣ କିଛି ବୁଝିପାରନ୍ତି ଆପଣଙ୍କୁ 5 ଦିନ ସମୟ ଦିଆଯାଇଛି 5 ଦିନ ଭିତରେ ଆପଣ ଇଲେକ୍ଟ୍ରି ଅଫିସ୍ ଯାଇ ତୁରନ୍ତ ପଇସାକୁ ଡିପୋଜିଟ୍ ନ କଲେ ଆପଣଙ୍କ ଲାଇନ୍ କଟିଯିବ ଜାଣିଛନ୍ତି ଆମର ମାର୍ଚ୍ଚ ମାସ ଯେମିତି କଲେକ୍ସନ୍ ହୁଏ ସେଇଭଳି ଏଇ ସେପ୍ଟେମ୍ବର ମାସ ଜେଇ ସାର୍ ଶୁଭମ ସାର୍ ସମସ୍ତେ ମିଟିଂ କରିଥିଲେ ଆମକୁ ବି ସମସ୍ତଙ୍କୁ କୁହାଯାଇଛି ସମସ୍ତଙ୍କୁ କଞ୍ଜୁମରମାନଙ୍କୁ ଜଣାଇ ଦିଅନ୍ତୁ ଆଉ ନୋଟିସ୍ ବାଣ୍ଟି ଦିଅନ୍ତୁ ଯାହାର ବିଦ୍ୟୁତ୍ ବକେୟା ବାକି ଅଛି ତୁରନ୍ତ ଆଣି ଅଫିସରେ 18 ତାରିଖ ପୂର୍ବରୁ ଜମା କରନ୍ତୁ ନହେଲେ ଲାଇନ୍ କଟାଯିବ ଆମେ ବି ମୁଁ ବି ନିଜେ ଅଫିସରୁ ଯାଇ ସମସ୍ତ ନୂଆଗଡ଼ କୁଆଁଟା ନିମମଣ୍ଡଳୀ ଆମର ନଗୁଆ ଝୋପାଣା ସବୁ ଗାଁରେ ବୁଲି ବୁଲି ନୋଟିସ୍ ନିଜେ ଦେଇକି ଆସି ସମସ୍ତଙ୍କୁ ବୁଝେଇକି ଆସି କଞ୍ଜୁମରମାନଙ୍କୁ ତୁମେ ସମସ୍ତେ 18 ତାରିଖ ପୂର୍ବରୁ ଯେଉଁ ବିଦ୍ୟୁତ୍ ବିଲ୍ ବକେୟା ବାକି ଅଛି ନେଇ ଅଫିସ୍ ଜେଇ ସାର୍ଙ୍କ ପାଖରେ ରସିଦ କାଟି ତୁରନ୍ତ କ୍ଲିୟର କରନ୍ତୁ ନହେଲେ 18 ତାରିଖ ପରେ ହେଲେ ଲାଇନ୍ କଟାଯିବ କୌଣସି ମତେ କୌଣସି କଥା ଶୁଣାଯିବ ନାହିଁ ଆପଣ ଯେଉଁଠି ଧାର କରନ୍ତୁ ଉଦ୍ଧାର କରନ୍ତୁ ଲ୍ୟାଣ୍ଡ ଜଣେ ଆଜିକାଲି ଲାଇନ୍ ନହେଲେ ଆପଣ ଚଳିପାରିବେନି ଘରେ ଛୋଟ ଛୁଆ ଥିବେ ବାପା ଥିବେ ମା ଥିବେ ବୁଢ଼ା ବାପା ଥିବେ ଆମେ ଯାହା ଦ୍ୱାରା କରନ୍ତୁ କେତେ ପଇସା ଖର୍ଚ୍ଚ କରୁଛନ୍ତି ଆମକୁ ଯଦି ଏଇ ବିଦ୍ୟୁତ୍ କିଛି ପେମେଣ୍ଟ ନ କରିବା ତାହେଲେ ଲାଇନ୍ଟି କଟିଯିବ କୌଣସି ମତେ ଲାଇନ୍ ବି ଆଣିପାରିବେ ନାହିଁ ଜାଣିଛନ୍ତି ବିଦ୍ୟୁତ୍ ଲାଇନ୍ ଆମେ କାଟିଦେଲେ ଆପଣ ଯାଇ ହୁକ ପକେଇ ହୁକ ବେଳେ କେତେ ହୁକ ପକେଇଲେ କେତେ ଦଣ୍ଡନୀୟ ଅପରାଧ ଜାଣିଛନ୍ତି ନା ନାହିଁ ଥାନାକୁ ଯିବେ କେଉଁଠିକୁ ଯିବେ କେସ୍ ହେବ ଦୁନିଆ ହେବ ଆପଣ ସିଆଡ଼କୁ ନ ଯାଇକି ଯେତିକି ପଇସା ହେଇଛି କିଛି 10,000 କି 12,000 ଟଙ୍କା ବିଲ୍ ଅଛି ଆପଣ 10,000 ଟଙ୍କା ଆଣନ୍ତୁ ଆଣିକି ସାର୍ଙ୍କ ପାଖରେ କହିକି ରସିଦ କାଟି ଦିଅନ୍ତୁ ଆପଣଙ୍କ ଲାଇନ୍ ରହିଯିବ ସାର୍ କେତେ ତାରିଖ ସାର୍ 18 ତାରିଖ ପୂର୍ବରୁ ଲେଖାଯାଇଛି ଆପଣଙ୍କୁ 5 ଦିନ ସମୟ ଦିଆଯାଇଛି ତୁରନ୍ତ ଆଣି ଆକୁ ଡିପୋଜିଟ୍ କରି ଲାଇନ୍ରେ ପହଞ୍ଚି ଦିଅନ୍ତୁ ଆମର ବା ଲିଷ୍ଟ ଆସିଛି ସମସ୍ତ ଲାଇନ୍ କଟାଯିବ ବୋଲି ଆମେ ବର୍ତ୍ତମାନ ଲିଷ୍ଟ ଦେଖୁଛୁ ବର୍ତ୍ତମାନ ଗାଡ଼ି ଆସିବ ଅଫିସ୍ ଗାଡ଼ି ଆସିବ ଆମେ ବି ସେ ଗାଡ଼ିରେ ଯିବୁ ଲାଇନ୍ କାଟିବା ଆମେ ନିଜେ ଯାଉଛୁ ଚାଲ ଚାଲ